ବିରଜା ହାଟକୁ ପୁନଃ ଅବସ୍ଥାପିତ କରିବା ନେଇ ବିକ୍ଷୋଭ ଓ ପ୍ରତିବାଦ। ଯାଜପୁର ଜିଲ୍ଲାର ପୁରାତନ ବିରଜା ହାଟକୁ ପୁନଃ ଅବସ୍ଥାପିତ କରିବା ଦାବିରେ ଆଜି ଶତାଧିକ ବ୍ୟବସାୟୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ପୂର୍ବରୁ ଏଠାରେ ଚାଲିଥିବା ହାଟକୁ ଜିଲ୍ଲା ପ୍ରଶାସନ ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତରିତ କରିଛନ୍ତି, କିନ୍ତୁ ନିର୍ବାଚନ ପରେ ଏହି ପୁରୁଣା ହାଟକୁ ପୁନଃ ଅବସ୍ଥାପିତ କରିବାକୁ ଦାବି ଜୋର ଧରିଛି। ଆଜି ହାଟ ବ୍ୟବସାୟୀ ଓ ଚାଷୀମାନେ ଏକାଠି ହୋଇ ବିରଜା ମନ୍ଦିର ନିକଟରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଯାଜପୁରରୁ ଟୁନା ଗୁରୁଙ୍କ ରିପୋର୍ଟ, କ୍ରାନ୍ତିଧାରା ପ୍ଲସ୍। ମୋ ନାଁ ଶରତ କୁମାର ସାହୁ, ମୁଁ ବିରଜା ହାଟ ବ୍ୟବସାୟ ସଂଘର ସେକ୍ରେଟାରୀ। ଯେତେବେଳେ ଆମର ହାଟ ନେବା ପାଇଁ ଚାହିଁଲେ, ସେତେବେଳେ ଆମର ନେବା ପାଇଁ ପ୍ରଥମ ନଥିଲା, ଆରାମସେ ଚାହିଁଲେ ସେତେବେଳେ ରଞ୍ଜନ କୁମାର ଦାସ ଥିଲେ। ହାଇଟେକ୍ ହାଟ ବୋଲି ପେପର ଡିକ୍ଲାର ଦେଲେ, ସବୁ କରି ହାଇଟେକ୍ ଦେବ, ଆରାମସେ ପଇସା ପତ୍ର ଆଦାୟ କରିଦେଲେ। କହିଲେ ଏଠି ବିଚ୍ଛେଦ ହେଉଛି, ବିଚ୍ଛେଦ ହେଇକି ହାଟ ଏଠିକି ଆସିବ। 6 ମାସ ପରେ ଆମେ ଏଠି ନେଇଯିବୁ ପରିବର୍ତ୍ତନ ପାଇଁ। ସିଏ ଆମକୁ ରସିଦ କାଟିକି ପଇସା ପତ୍ର ନିଏ, ଆରାମସେ ଏଇ ଭଲ ମନ୍ଦ କରିକି ହାଟ ଚକ୍ରାନ୍ତ କରିକି ଏମାନଙ୍କୁ ନେଇକି ତାପରେ ଦୁନିଆ ହାଟ ଆଉ ଏବେ ଚାହୁଁଛନ୍ତି ଆମର ହାଟ ଯେଉଁ ଯାଇଛି ପୂର୍ଣ୍ଣ ଉଦ୍ଧାର ହାଟକୁ ଆସି ହାଟ ମାନେ ବେପାର ଏଠି କରନ୍ତୁ, ପୂର୍ଣ୍ଣ ଉଦ୍ଧାର ହଉ ହାଟ ଏଠିକି ପୂର୍ଣ୍ଣ ଉଦ୍ଧାର। ଆମର ଏତିକି କଥା, ଆପଣ ଏଠିକି ଆସି ପୂର୍ଣ୍ଣ ଉଦ୍ଧାର ହେଇ ହାଟ ଆସି କରନ୍ତୁ, ଆଉ ସବୁ ସୁରକ୍ଷିତ ରୁହନ୍ତୁ। ବେପାରୀ ମାନେ ସବୁ ସୁରକ୍ଷିତ ରୁହନ୍ତୁ, ହାଟ ସୁରକ୍ଷିତ। ହାଟ ସେଠି ସୁବିଧା ହଉନି, ଗଛ ନାହିଁ, ପାଣି ନାହିଁ, ପବନ ନାହିଁ, ମାନେ ରହିବା ଜାଗା ନାହିଁ। 4 ଜଣ ମୃତ୍ୟୁ ହେଇଗଲେଣି, ସେଥିପାଇଁ ସେ ହାଟ ସେଠି ନିରାପଦ ନୁହେଁ। ହାଟ ହଉଛି ମହାବୀରଙ୍କ ଜାଗା, ଯେତିକି ଅଛି ମହାବୀର ଜାଗା ନେଇଯାଆନ୍ତୁ, ଆଉ ଅବଶ୍ୟ ଜାଗା ହାଟକୁ ନିଶ୍ଚୟ କରନ୍ତୁ। କଲେକ୍ଟର ଏତିକି ମୋର ଅନୁରୋଧ ଦେଇଛନ୍ତି। ସୋ ମୁଁ ତା ସାଙ୍ଗରେ କଥାବାର୍ତ୍ତା କରୁଥିଲି। ସୋ ତାଙ୍କର ଯେଉଁ ପଏଣ୍ଟ ଥିଲେ ଦାବି ପତ୍ରରେ ସେମାନେ ଏକ୍ସପ୍ଲେନ୍ କରୁଥିଲେ। ଆକର୍ଡିଂଲି ଆଇ ୱିଲ୍ ହ୍ୟାଭ୍ ଟୁ ସି କି ନେକ୍ସଟ ଷ୍ଟେପ୍ସ କ'ଣ କରାଯିବ ମୁଁ ବୁଝିଦେବି। ସୋ ଫର୍ଷ୍ଟ ପଏଣ୍ଟ ଫ୍ରମ୍ ମାଇ ସାଇଡ୍ ଇଜ୍ କି ଆକ୍ଚୁଆଲି ଆଗରୁ ଡିସ୍କସନ୍ ଆମର ହେଉନଥିଲେ ଏଇ ବିଷୟରେ। ସୋ ଆଇ ୱିଲ୍ ଟେକ୍ ଟାଇମ୍ ଆଣ୍ଡ ବିରଜା ମନ୍ଦିରର ନର୍ମାଲି ମନ୍ଦିର ଦର୍ଶନ ତ କରୁଥିଲି, ବଟ୍ ପ୍ରୋଜେକ୍ଟ ହିସାବରେ ଆଉ ଥରେ କେୟାରଫୁଲି ଗୋଟେ ଥରେ ପୁରା ଫୁଲ୍ ଟାଇମ୍ ନେଇକି ମୁଁ ବୁଲିକି ଆସିବି। ଏସ୍ପେଶାଲି ହାଟ ଏରିଆ ଯାହାକୁ ଆମେ ଆଗରୁ ସେମାନେ ଥିଲେ, ଯାହା ଯେଉଁ ଲୋକେସନ୍କୁ ସେମାନେ ସିଫ୍ଟ କରିଛନ୍ତି, ସେ 2ଟା ଲୋକେସନ୍ ଟିକେ ମୋତେ ଦେଖିବାର ଅଛି। ସୋ ଆଇ ୱିଲ୍ ଟେକ୍ ଟାଇମ୍। ମୁଁ ତାଙ୍କୁ ବି ସେଇଟା ହିଁ ବୁଝାଇଥିଲି କି ଲେଟ୍ ମି ଗୋ ଆଣ୍ଡ ଚେକ୍ ଇଟ୍ ୱାନ୍ସ, କ'ଣ ହେଇଛି କ'ଣ ହେଲା ନାହିଁ। ଦେନ୍ ଆମେ ତାଙ୍କ ସାଙ୍ଗରେ ପ୍ରପରଲି ଡିସ୍କସନ୍ ମିଟିଂରେ ବସିବାର ଅଛି। ସୋ ଆଜି ମୁଁ ତାଙ୍କୁ ସେଇଟା ଏକ୍ସପ୍ଲେନ୍ ରିକ୍ୱେଷ୍ଟ କରୁଛି, ଲେଟ୍ ଅସ୍ ସିଟ୍ ଫର୍ ଏ ମିଟିଂ। ବିକଜ ଦାବିପତ୍ର ଦେଲା ପରେ ଯେଉଁ ପଏଣ୍ଟସ୍ ଥିଲା ସେଇଟାକୁ ଆମେ 1 by 1 ଡିସ୍କସନ୍ କରିବାର। ସୋ ୱାନ୍ସ वी डू द मीटिंग देन वी विल बी एबल टू फाइंड आउट कि व्हाट एक्जैक्टली पॉइंट्स रो नेक्स्ट से परवर्ती समय जो पदक्षेप आमको जो नेबार अच्छी कौन कौन नेबा को डायरेक्शन देबा एसेंशियली समस्त संगे कंसल्टेशन करी आम नेक्स्ट स्टेप्स को जीव जेकोसी प्रोजेक्ट हो जा किंबा डिसीजंस आम जो नौचु स्टेक होल्डर समस्त कथा को लेकिन आम करने को चाहूँ अकॉर्डिंगली यही केस रे भी आम करूँ एंड सो ये 2टा प्रोसीजर हल्ला पर आम नेक्स्ट डिसीजंस आम देखा अकॉर्डिंगली आम रिक्वेस्ट करूँ। सो आम दाबीपत्र स्वीकार कर दाबीपत्र से पॉइंट भी रेज करुले मु भी चेक करुच्ची। सो दोज थिंग्स आर ऑल ऑन पेपर। सो प्रोजेक्ट जो टाइम रे आरंभ होता से सब आमको जाना पड़ो। सो सिंस इट वाज ऑलमोस्ट लाइक येस्टरडे इवनिंग आमको खबर थिला कि माने दाबीपत्र नहीं आसुचंती। सो आम पाखे भी 100% सब डिटेल्स देखा टाइम नाला। सो 1 by 1 वी आर क्रॉस चेकिंग whether it is related to ki old hut or whether it is modernization of hut, we will take up everything and we will make a discussion. Thank you very much.